ଜିତିଲା ମୁମ୍ବାଇ, ହାରିଲା ହାଇଦ୍ରାବାଦ, ପ୍ଲେଅଫ୍ରୁ ବାଦ୍ ପଡ଼ିପାରେ ଏସ୍ଆର୍ଏଚ୍। ଗତକାଲି ମୁମ୍ବାଇର ୱାଖାଣି ଷ୍ଟାଡିୟମରେ ହାଇଦ୍ରାବାଦକୁ 4 ୱିକେଟରେ ପେଲି ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। 163 ରନ୍ର ବିଜୟୀ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର 18 ଓଭର ଗୋଟିଏ ବଲ୍ ଖେଳି 6ଟି ୱିକେଟ୍ ହରାଇ ଏହି ବିଜୟୀ ଲକ୍ଷ୍ୟ ହାସଲ କରିନେଲା। ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୱିଲ୍ ଜାକ୍ସ 36 ଏବଂ ରିଆନ୍ ରିକ୍ଲାଟନ୍ 31 ରନ୍ କରିଥିଲେ ଏବଂ ତୁଫାନି ବ୍ୟାଟିଂ କରିଥିଲେ ସୂର୍ଯ୍ୟକୁମାର ଯାଦବ। ସେ 15ଟି ବଲ୍ ଖେଳି 26 ରନ୍ର ଇନିଂସ ଖେଳିଥିଲେ। ଏସ୍ଆର୍ଏଚ୍ ଦଳ ପଟରେ ଦେଖିବାକୁ ଗଲେ ପ୍ୟାଟ୍ କମିନ୍ସ 3ଟି ୱିକେଟ୍, ଇଶାନ ମାଲିଙ୍ଗା 2ଟି ୱିକେଟ୍ ପାଇଥିଲେ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଚଳିତ ବର୍ଷ ଟାଟା ଆଇପିଏଲ୍ 2025ର 18ତମ ସିଜିନ୍ ଭାରତରେ ଖେଳାଯାଉଥିବା ବେଳେ ଗତକାଲି ମୁମ୍ବାଇର ୱାଖାଣି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ହାଇଦ୍ରାବାଦ ଦଳ ପ୍ରଥମେ ବ୍ୟାଟିଂ କରିଥିଲେ। ଦଳର ଧୂଆଁଧାର ବ୍ୟାଟର ଅଭିଷେକ ଶର୍ମା ଏଥର କାଗଜ ନ ଖୋଲି ମୁଁ ଭାବିଥିଲି ଏଥର ବନ୍ଧୁକ କାଢ଼ିବେ ଏବଂ ବୁମ୍ରା ଏବଂ ପାଣ୍ଡିଆକୁ ଗୋଳି କରି ମାରିବେ, କିନ୍ତୁ ଏହା ହେଲା ନାହିଁ। ସେ 40 ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସାଥୀ ଖେଳାଳି ତପ୍ ନାନାନା ଟ୍ରାଭିସ୍ ହେଡ୍ ସେ 28ଟି ବଲ୍ ଖେଳି 29 ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟର ବେଶୀ କ୍ରିଜ୍ରେ ତିଷ୍ଠି ପାରିନଥିଲେ। ଗୋଟେ ପରେ ଗୋଟେ ୱିକେଟ୍ ହରାଇ ପେଭିଲିୟନକୁ ଫେରି ଯାଉଥିଲେ। ତେଣୁ ନିର୍ଦ୍ଧାରିତ 20 ଓଭର ବ୍ୟାଟିଂ କରି 5ଟି ୱିକେଟ୍ ହରାଇ 162 ରନ୍ ସଂଗ୍ରହ କରିଥିଲା ଏସ୍ଆର୍ଏଚ୍ ଦଳ। 163 ରନ୍ର ବିଜୟୀ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମୁମ୍ବାଇ ଇଣ୍ଡିଆନ୍ସ ଦଳ 18 ଓଭର ଗୋଟିଏ ବଲ୍ ଖେଳି ମାତ୍ର 6ଟି ବଡ଼ ବଡ଼ ୱିକେଟ୍ ହରାଇ ଏହି ବିଜୟୀ ଲକ୍ଷ୍ୟ ହାସଲ କରିନେଲା। ହିଟମ୍ୟାନ୍ ପୁଣି ଥରେ ବିଫଳ ହେଲେ। 16ଟି ବଲ୍ ଖେଳି 26 ରନ୍ର ଇନିଂସ ଖେଳିଥିଲେ, ଯାହା 3ଟି ବଡ଼ ଛକା ଏବଂ ତାପରେ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର। ପୁଣି ହିଟମ୍ୟାନଙ୍କର ଫ୍ୟାନ୍ସକୁ ନିରାଶ କଲେ ରୋହିତ ଶର୍ମା। ତ ଫ୍ରେଣ୍ଡ, ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟିକୁ